ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ବେଙ୍ଗାଲୁରୁରେ ନିମ୍ହାନ୍ସର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜି ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶରେ ଆଜିଠାରୁ ଆରମ୍ଭ ହେଉଛି 31ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ଡକ୍ଟର ହରିବାବୁ କମ୍ଭମପତି ଏବଂ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରୁଛି ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବେଙ୍ଗାଲୁରୁରେ ନିମ୍ହାନ୍ସର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ରାଷ୍ଟ୍ରପତି ଏକ ନୂଆ ମାନସିକ ରୋଗ ବ୍ଲକ, କେନ୍ଦ୍ରୀୟ ପରୀକ୍ଷାଗାର କୋଠା ଓ ଛାତ୍ରାବାସ କୋଠାକୁ ଉଦ୍ଘାଟନ କରିବେ। ଶ୍ରୀମତୀ ମୁର୍ମୁ ଅତ୍ୟାଧୁନିକ 3T MRI ସ୍କାନର ଓ DSA ମେସିନ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି MRI ସ୍କାନର କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଅଟେ, ଯାହା ମସ୍ତିଷ୍କର ସଠିକ୍ ଚିତ୍ର ପ୍ରଦାନ କରିବା ସହ ଶୀଘ୍ର ରୋଗ ନିର୍ଣ୍ଣୟ କରିବାରେ ସହାୟକ ହେବ। DSA ମେସିନ୍ ସାହାଯ୍ୟରେ ରୋଟେସନାଲ ଏଞ୍ଜିଓଗ୍ରାଫି ମାଧ୍ୟମରେ ମସ୍ତିଷ୍କରେ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇପାରିବ। ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉତ୍ତର କର୍ଣ୍ଣାଟକର ବେଲଗାଭିଠାରେ ସ୍ୱଦେଶୀ କୌଶଳରେ ପ୍ରସ୍ତୁତ ଅତ୍ୟାଧୁନିକ କର୍କଟ ଚିକିତ୍ସାଳୟକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆୟୋଜିତ ଉତ୍ସବରେ ରାଜ୍ୟପାଳ ଥୱରଚନ୍ଦ ଗେହଲଟ, କେନ୍ଦ୍ରମନ୍ତ୍ରୀ JP ନଡ୍ଡା ଏବଂ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। JK କ୍ଲଷ୍ଟର ବାସିନ୍ଦାଙ୍କ ପାଇଁ ପ୍ରାୟ 17,000 ନବନିର୍ମିତ ବାସଗୃହକୁ ଉଦ୍ଘାଟନ କରିବା ସହିତ ଅଶୋକ ବିହାର ଅଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିବେ। ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଇନ୍ ସିଟୁ ବସ୍ତି ଥଇଥାନ ପ୍ରକଳ୍ପର ଏହି ନବନିର୍ମିତ ଗୃହଗୁଡ଼ିକ ହେଉଛି ଦ୍ୱିତୀୟ ସଫଳ ପଦକ୍ଷେପ। JK କ୍ଲଷ୍ଟର ବାସିନ୍ଦାଙ୍କୁ ଉପଯୁକ୍ତ ସୁବିଧା ସହିତ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ପ୍ରଦାନ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ନୌରାଜୀନଗରଠାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ସରୋଜିନୀ ନଗରରେ ଜେନେରାଲ ପୁଲ ଆବାସିକ ଆବାସ ଟାଇପ୍ 2 କ୍ୱାର୍ଟର୍ସ ଭଳି 2ଟି ସହରାଞ୍ଚଳ ପୁନଃ ନିର୍ମାଣ ପ୍ରକଳ୍ପର ଆଜି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ବିଶ୍ୱ ବାଣିଜ୍ୟ କେନ୍ଦ୍ରର 600ରୁ ଅଧିକ ଜରାଜୀର୍ଣ୍ଣ ଗୃହ ବଦଳରେ ଅତ୍ୟାଧୁନିକ ବାଣିଜ୍ୟିକ ଟାୱାରରେ ଏହି କ୍ୱାର୍ଟର୍ସଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ 2,500ରୁ ଅଧିକ ଆବାସିକ ଗୃହ ରହିଛି। ପ୍ରଧାନମନ୍ତ୍ରୀ ଦ୍ୱାରକାଠାରେ ପ୍ରାୟ 300 କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ସମନ୍ୱିତ କାର୍ଯ୍ୟାଳୟ ପରିସରକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ 600 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ 3ଟି ନୂତନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ନଜଫଗଡ଼ର ରୋଶନପୁରାଠାରେ ବୀର ସାବରକର କଲେଜର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜର ମେଳା ଅଞ୍ଚଳ ଏବଂ ପ୍ରମୁଖ ସର୍ବସାଧାରଣ ସ୍ଥାନଗୁଡ଼ିକରେ ନିରବଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି। ବିଶ୍ୱର ସର୍ବବୃହତ୍ ଧାର୍ମିକ ସମାବେଶରେ ନିରବଚ୍ଛିନ୍ନ ସେବା ପ୍ରଦାନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ସେମାନଙ୍କ ନେଟୱାର୍କ ବୃଦ୍ଧି କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରୟାଗରାଜ ସହରରେ ଏଥିପାଇଁ 126 କିଲୋମିଟର ଅପ୍ଟିକାଲ ଫାଇବର ବିଛାଯାଇଥିବା ବେଳେ 328ଟି ନୂଆ ଟାୱାର ସ୍ଥାପନ କରାଯାଇଛି। ମେଳା ଅଞ୍ଚଳରେ ଦ୍ରୁତ ଗତିସମ୍ପନ୍ନ ନେଟୱାର୍କ ଯୋଗାଇବା ପାଇଁ 192 କିଲୋମିଟର ଲମ୍ବ ଅପ୍ଟିକାଲ ଫାଇବର ବିଛାଯାଇଥିବା ସୂଚନା ମିଳିଛି। ସେହିପରି ରେଳ ଷ୍ଟେସନ, ବସ୍ ଷ୍ଟେସନ ଏବଂ ବିମାନବନ୍ଦର ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ଟେଲିକମ୍ ନେଟୱାର୍କ କଭରେଜ ବ୍ୟବସ୍ଥାକୁ ଉନ୍ନତ କରାଯାଇଛି। ମେଳା ଅଞ୍ଚଳରେ ଟେଲିକମ୍ ସେବା ପ୍ରଦାନକାରୀମାନେ ସହାୟତା କରିବା ପାଇଁ 53ଟି ହେଲ୍ପ ଡେସ୍କ ଖୋଲିଛନ୍ତି। ମଧ୍ୟପ୍ରଦେଶରେ ଆଜିଠାରୁ 31ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ ହେବ। ଭୋପାଳରେ ହେବାକୁ ଥିବା ଏହି 4ଦିନିଆ ଶିଶୁ ବିଜ୍ଞାନ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଉଦ୍ଘାଟନ କରିବେ।
ଦେଶର ବିଭିନ୍ନ ରାଜ୍ୟରୁ 700ରୁ ଅଧିକ ଶିଶୁ ବୈଜ୍ଞାନିକ ଓ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ବାହାରିନ୍, ୟୁଏଇ, କୁଏତ, ଓମାନ ଏବଂ ସାଉଦି ଆରବରୁ ପ୍ରତିନିଧିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପରିବେଶ ବ୍ୟବସ୍ଥାକୁ ବୁଝିବା। ଏହି କାର୍ଯ୍ୟକ୍ରମ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଏବଂ ସମାଜରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଉଦ୍ଭାବନ ଲାଗି ପ୍ରେରଣା ଯୋଗାଇବ। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆୟୋଜନ କରାଯାଇଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହାଇଦ୍ରାବାଦ ଉପକଣ୍ଠ ବୋଲାରୁମ୍ ସ୍ଥିତ ରାଷ୍ଟ୍ରପତି ନିଳୟମଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଫୁଲ ଓ ଉଦ୍ୟାନ କୃଷି ମହୋତ୍ସବ ଉଦ୍ୟାନ ଉତ୍ସବ 2025କୁ 6,000ରୁ ଅଧିକ ଲୋକ ପରିଦର୍ଶନ କରିଛନ୍ତି। ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ପରି ସେଠାରେ ମଧ୍ୟ ରାଷ୍ଟ୍ରପତି ନିଳୟମରେ 12 ଦିନିଆ ଉଦ୍ୟାନ ଉତ୍ସବ ଆୟୋଜନ କରାଯାଇଛି। ବିଭିନ୍ନ ପ୍ରକାରର ଫୁଲ ଏବଂ ଅଣଫୁଲ ଜାତୀୟ ଗଛ ପ୍ରଦର୍ଶନ କରିବା ପାଇଁ ଏହା ଏକ ଅନନ୍ୟ ପ୍ଲାଟଫର୍ମ। ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଉଦ୍ୟାନ କୃଷି ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏଥିରେ 50ଟି ଷ୍ଟଲ୍ ସ୍ଥାପନ କରାଯାଇଛି। ଉଦ୍ୟାନ ଉତ୍ସବର ଏକ ଅଂଶ ଭାବରେ ବିଭିନ୍ନ ଫସଲ ସମ୍ବନ୍ଧୀୟ କର୍ମଶାଳା, ପ୍ରାକୃତିକ ଚାଷ ଓ ସ୍ଥାୟୀ ଉଦ୍ୟାନ କୃଷି ପଦ୍ଧତିର ମଧ୍ୟ ପ୍ରଦର୍ଶନ କରାଯିବ। 12 ଦିନ ଧରି ଚାଲିବାକୁ ଥିବା ଉଦ୍ୟାନ ଉତ୍ସବରେ ଲୋକମାନଙ୍କ ମଧ୍ୟରେ ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ଉଦ୍ୟାନ କୃଷିର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ସକାଳ 10ଟାରୁ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ବିନା ଦେୟରେ ଜନସାଧାରଣ ଉଦ୍ୟାନ ଉତ୍ସବ ପରିଦର୍ଶନ କରିପାରିବେ। ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତି ଆଜି ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:15 ଭୁବନେଶ୍ୱର ରାଜଭବନର ନୂଆ ଅଭିଷେକ ହଲ୍ରେ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ ଡକ୍ଟର କମ୍ଭମପତିଙ୍କୁ ଶପଥ ପାଠ କରାଇବେ। ଗତକାଲି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ପୂର୍ବରୁ ଡକ୍ଟର କମ୍ଭମପତି ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ 2021 ଜୁଲାଇ 21 ତାରିଖରେ ମିଜୋରାମର 22ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। 3 ବର୍ଷ 5 ମାସରୁ ଅଧିକ ସମୟ ମିଜୋରାମର ରାଜ୍ୟପାଳ ଭାବେ ସେ କାର୍ଯ୍ୟ କରିଥିଲେ। ବିଜେପି ଦଳର ରାଜ୍ୟ ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟ ନିର୍ବାଚନ ନିମନ୍ତେ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି। ଦଳର ବରିଷ୍ଠ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଗୁଜରାଟ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଥିବା ବେଳେ ଶିବରାଜ ସିଂ ଚୌହାନଙ୍କୁ କର୍ଣ୍ଣାଟକ, ପୀୟୁଷ ଗୋଏଲଙ୍କୁ ଉତ୍ତରପ୍ରଦେଶ, ମନୋହର ଲାଲଙ୍କୁ ବିହାର, କିରଣ ରିଜିଜୁଙ୍କୁ ସିକିମ୍ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟପ୍ରଦେଶ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗର ପ୍ରମୁଖ ପଦକ୍ଷେପ ଏବଂ ଉପଲବ୍ଧି ଉପରେ ସିରିଜ୍ ପ୍ରସ୍ତୁତ ହୋଇଛି। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଶକ୍ତି ମନ୍ତ୍ରାଳୟର ସଫଳତା ବିଷୟରେ। ସମସ୍ତଙ୍କ ପାଇଁ ଭରସାଯୋଗ୍ୟ, ସୁଲଭ ଏବଂ ସ୍ୱଚ୍ଛ ଶକ୍ତି ସୁନିଶ୍ଚିତ କରିବା ପାଇଁ ଦେଶରେ ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦେଶର ସମୁଦାୟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା 83%ରୁ ଅଧିକ ବୃଦ୍ଧି ପାଇଛି। 2014ରେ ବିଦ୍ୟୁତ୍ ଉତ୍ପାଦନ ପରିମାଣ 249 ଗିଗାୱାଟ୍ ଥିବାବେଳେ 10 ବର୍ଷ ମଧ୍ୟରେ ଅର୍ଥାତ୍ 2024ରେ ଏହା 457 ଗିଗାୱାଟ୍କୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଦେଶ 250 ଗିଗାୱାଟ୍ ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିପାରିଛି। ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆଜି ସିଡ୍ନୀଠାରେ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 25 ଓଭରରେ 3 ୱିକେଟ୍ ହରାଇ 57 ରନ୍ ସଂଗ୍ରହ କରିଛି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ତାମିଲନାଡୁ ଡ୍ରାଗନ୍ସ ଏବଂ ୟୁପି ରୁଦ୍ରାସ ମଧ୍ୟରେ ମୁକାବିଲା ହେବ। ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ପୁରୁଷ ବର୍ଗର ଏହି ମ୍ୟାଚ୍ ରାତି 8:15 ଖେଳାଯିବ। ଗତକାଲି ଆୟୋଜିତ ମ୍ୟାଚ୍ରେ ୟୁପି ରୁଦ୍ରାସ 3-0 ଗୋଲ୍ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବେଙ୍ଗାଲୁରୁରେ ନିମ୍ହାନ୍ସର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜି ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶରେ ଆଜିଠାରୁ ଆରମ୍ଭ ହେଉଛି 31ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ।
ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ଡକ୍ଟର ହରିବାବୁ କମ୍ଭମପତି ଏବଂ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା।